ଏକାମ୍ର ନିର୍ବାଚନ ମଣ୍ଡଳୀରେ 160 କୋଟିର ପ୍ରକଳ୍ପ ଶିଳାନ୍ୟାସ ହେଇଛି। ନିର୍ବାଚନୀ ଆଗକୁ ଦେଖି କେମିତି କରାଯାଉଛି ନା ନାଇଁ କାହିଁକି ଜଟଣୀ ଏରିଆରେ 280 କୋଟି ଟଙ୍କାର ଶିଳାନ୍ୟାସ କରାଯାଇଛି। କାମ ହଉଛି, କାମ ହଉ, କାରଣ ମୋ ନିର୍ବାଚନ ମଣ୍ଡଳୀ ଥିଲା ଏକାମ୍ର ଦୟା 3ଟା ସେଠି ସେ ଡ୍ୟାମ୍ କରିବେ, ପାଣି ରଖିବେ, ରାସ୍ତା କରିବେ, କିନ୍ତୁ ଏତେ ଶିଳାନ୍ୟାସ ହେଲା କାହିଁ ଗଙ୍ଗୁଆ କୁଆଡେ ଗଲ? ଗଙ୍ଗୁଆ ପୋତି ହେଇଗଲାଣି, ପୋଚରେ ଭର ଭର, ପୋକରେ ଭର ଭର, ସାରା ଭୁବନେଶ୍ୱର ମଶା ପ୍ରାଦୁର୍ଭାବ। ଗଙ୍ଗୁଆ କାଲି କାହିଁ ଦୟାରେ ବାହାରିଲା, ଗଙ୍ଗୁଆ ତ କିଛି ନାହିଁ। ପ୍ରହସନ ଆକୁ ଆମେ ବରଦାସ୍ତ କରିବୁନି। ଭୁବନେଶ୍ୱର ସହର, ଜଟଣୀ ସହରବାସୀ ଆମେ ମଲୁଣି ମଶାରେ ତଳିତଳାନ୍ତ ହେଲୁଣି। ଯଦି ଗଙ୍ଗୁଆ ପାଇଁ କାଲି କିଛି ଯୋଜନା ହେଇଥାନ୍ତା ତାହେଲେ ମୁଁ ମୁଖ୍ୟମନ୍ତ୍ରୀକି ଧନ୍ୟବାଦ ଦେଇଥାନ୍ତି। ଦୟା ଆମକୁ ଦେଖଉଛ, ପାଣି ରହିଛି, ରହିବ ଦୟାରେ। ତମ ପାଇଁ ଆଜି ଦୟାରେ ପାଣି ନାହିଁ। ମହାନଦୀ ପାଣିକି ଛତିଶଗଡ଼ ବନ୍ଧ ପକେଇ ନେଇଗଲା। ବାରମ୍ବାର ନବୀନ ପଟ୍ଟନାୟକ ଦୃଷ୍ଟି ଆକର୍ଷଣ କଲା। ଏ ଚିଫ୍ ଇଞ୍ଜିନିୟର କଣ କରୁଥିଲେ? ଚିଫ୍ ସେକ୍ରେଟାରୀ କଣ କରୁଥିଲେ? ଯେତେବେଳେ ବନ୍ଧ ପକେଇଲା, ବନ୍ଧ ପଡିଲା ପରେ ଦୟାରେ ଦେବେ ବନ୍ଧ ପକେଇବ? ଏ ଖୁଚୁରା ବନ୍ଧ